ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି 30ଟି ଗୁରୁତ୍ୱପୂର୍ଣ୍ଣ ସଂକେତ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗୋଟିଏ ଥର ଏମିତି ସମୟ ଆସିଥାଏ ଯେତେବେଳେ ତାକୁ ସବୁ ଜାଗାରୁ କେବଳ ନିରାଶ ଦେଖିବାକୁ ମିଳିଥାଏ। କିନ୍ତୁ କଥାରେ ଅଛି ନା, ସଦାବେଳେ ସମୟ ଏକାଭଳି ରହିନଥାଏ ଏବଂ ଯାହାର ଖରାପ ସମୟ ଆସିଥାଏ ତାର ବି ଦିନେ ଭଲ ସମୟ ଆସେ। ପ୍ରତ୍ୟେକ ବ୍ୟକ୍ତିଙ୍କର ଜୀବନରେ ଭଲ ସମୟ ଏବଂ ଖରାପ ସମୟ ଆସୁଥାଏ ଏବଂ ଯାଉଥାଏ। ଏହି ସବୁ ସମୟ ଚକ୍ରର କାରଣ ପାଇଁ ହୋଇଥାଏ। ସମୟଠାରୁ ବଳବାନ କିଛି ବି ନୁହେଁ। ନିଜ ନିଜ ଜୀବନରେ ବ୍ୟକ୍ତିକୁ ରାଜାରୁ ରଙ୍କରୁ ରାଜା ହୋଇଥିବାର ଆପଣମାନେ ବି ଦେଖିଥିବେ। ଯେତେବେଳେ ବି ଆପଣଙ୍କ ଜୀବନର ବଡ଼ ପରିବର୍ତ୍ତନ ହେବାର ଥିବ, ତାହେଲେ ବଡ଼ ପରିବର୍ତ୍ତନ ଆସିବା ପୂର୍ବରୁ ଈଶ୍ୱରଙ୍କ ଦ୍ୱାରା କିଛି ଏମିତି ସଂକେତ ପ୍ରାପ୍ତ ହୋଇଥାଏ କି ଯାହା ସୂଚାଇଥାଏ ଆପଣଙ୍କର ଆସୁଥିବା ସମୟରେ ଈଶ୍ୱର ଆପଣଙ୍କ ପାଇଁ କିଛି ଭଲ ନିଶ୍ଚୟ ରଖିଛନ୍ତି। ଆସନ୍ତୁ ଜାଣିବା ସେହି ଖାସ୍ ସଂକେତ ବିଷୟରେ ଯାହା ଭଗବାନ ଭଲ ସମୟ ଆସିବା ପୂର୍ବରୁ ଦେଇଥାନ୍ତି। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଚାହୁଁଛନ୍ତି କି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦାସର୍ବଦା ରହୁ, ତାହେଲେ ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ମା ଲକ୍ଷ୍ମୀ ଲେଖି ଭିଡ଼ିଓକୁ ସାଙ୍ଗମାନଙ୍କୁ ଓ ବନ୍ଧୁବାନ୍ଧବମାନଙ୍କୁ ପାଖରୁ ଅଧିକରୁ ଅଧିକ ସେୟାର କରନ୍ତୁ। ନମ୍ବର 1, ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିବା। କିଛି ଲୋକ ଏମିତି ହୋଇଥାନ୍ତି ଯାହାଙ୍କର ନିୟମିତ ରୂପରେ ଶୋଇକି ଉଠିବା ପୂର୍ବରୁ ନିଦ ଭାଙ୍ଗିଯାଏ। ଯଦି ଆପଣ ଦେଖୁଛନ୍ତି କି ଆପଣଙ୍କର ନିଦ ବ୍ରହ୍ମ ମୁହୂର୍ତ୍ତରେ ଭାଙ୍ଗୁଛି, ଅର୍ଥାତ୍ ସକାଳ 3ଟାରୁ 5ଟା ଭିତରେ ଭାଙ୍ଗି ଯାଉଛି, ତାହେଲେ ଆପଣଙ୍କୁ ମାନି ନେବା ଉଚିତ କି ଆପଣଙ୍କ ନିକଟରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଅର୍ଥାତ୍ ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ଉପଯୁକ୍ତ ମାର୍ଗ ମିଳିବାକୁ ଯାଉଛି। ସେଥିପାଇଁ ଆପଣଙ୍କୁ ପୂର୍ବରୁ ଜାଣିନେବା ଉଚିତ କି ଆପଣଙ୍କ ଜୀବନରେ କିଛି ଭଲ ପରିବର୍ତ୍ତନ ହେବାକୁ ଯାଉଛି। ନମ୍ବର 2, ଅଚାନକ ଖୁସି ହୋଇଯିବା। ଅନେକ ଥର ଆପଣମାନେ ଦେଖିଥିବେ କି ଆପଣଙ୍କର ଅଚାନକ ଖୁସି ହେବା ପାଇଁ ମନ କରିଥାଏ। ଏହାର ଅର୍ଥ ଆପଣଙ୍କୁ ବୁଝିଯିବା ଉଚିତ କି ଈଶ୍ୱର ଆପଣଙ୍କୁ କିଛି ଭଲ ସଂକେତ ଦେଉଛନ୍ତି। ତେଣୁ ଆପଣଙ୍କୁ ଏହି ସମୟରେ ଖୁସି ହେବା ପାଇଁ ମନ କରୁଛି। ସେହିଭଳି ଈଶ୍ୱର ଆପଣଙ୍କ ଜୀବନରେ ବହୁତ ଶୀଘ୍ର ଖୁସି ଆସିବାକୁ ଯାଉଛି। ଆପଣଙ୍କୁ ଖୁସିର ଅନୁଭବ ହେବାକୁ ଯାଉଛି। ଯେତେ ବି ଦୁଃଖ ଆପଣଙ୍କ ଜୀବନରେ ଦେଖୁଛନ୍ତି, ସେ ସବୁ ବହୁତ ଜଲ୍ଦି ଶେଷ ହେବାକୁ ଯାଇଥାଏ ଏବଂ ଏହି ସମୟରେ ଆପଣଙ୍କ ମନ ପ୍ରଫୁଲ୍ଲିତ ହୋଇ ଉଠିଥାଏ। ନମ୍ବର 3, ଗୋମାତାଙ୍କର ଆଗମନ। ଯଦି ଆପଣଙ୍କ ଘରକୁ ପ୍ରତିଦିନ ଗୋମାତାଙ୍କର ଆଗମନ ହୋଇଥାଏ ବା ଆପଣଙ୍କୁ ଭୋଜନ ଦେବା ପାଇଁ ପ୍ରତୀକ୍ଷା କରିଥିଲେ, ତାହେଲେ ଏହି ବହୁତ ଶୁଭ ସଂକେତ ହୋଇଥାଏ। ଯଦି ଆପଣଙ୍କ ଘରେ ପଶୁ ପକ୍ଷୀ ଘର କରୁଛନ୍ତି, ତାହେଲେ ଏହାକୁ ମଧ୍ୟ ବହୁତ ଶୁଭ ସଂକେତ ବୋଲି ମନାଯାଇଥାଏ। ଏହାଛଡ଼ା ଯଦି ଆପଣ ପକ୍ଷୀମାନଙ୍କର ମଧୁର ସ୍ୱର ଆପଣଙ୍କ ଘର ପାଖରେ ପ୍ରତିଦିନ ଗୁଞ୍ଜିତ ହୋଇଥାଏ, ତାହେଲେ ଏହାର ଅର୍ଥ ହେଉଛି କି ବହୁତ ଶୀଘ୍ର ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବାକୁ ଯାଉଛି। ନମ୍ବର 4, ଘରେ ଛୋଟ ଛୋଟ ପିଲା ରହିବା। ଆମେ ଜାଣିଛନ୍ତି କି ଶିଶୁଙ୍କର ଭିତରେ ଈଶ୍ୱରଙ୍କର ବାସ ହୋଇଥାଏ। ଯଦି ଛୋଟ ପିଲା ବା ଶିଶୁ ଆପଣଙ୍କୁ ଦେଖି ହସି ଦିଅନ୍ତି, ତାହେଲେ ଏହା ଆପଣଙ୍କର ଜୀବନରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହି ସଂକେତର ଅର୍ଥ ହେଉଛି କି ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ସବୁ ହେବାକୁ ଯାଉଅଛି। ନମ୍ବର 5, ସ୍ୱପ୍ନରେ ମନ୍ତ୍ରଧ୍ୱନି ଶୁଣିବା। ସ୍ୱପ୍ନରେ ଯଦି ଆପଣଙ୍କୁ ମନ୍ତ୍ରଧ୍ୱନି ଶୁଭୁଛି, ଯେମିତିକି ରାମ ରାମ, ଏହା ବହୁତ ଭଲ ସଂକେତ ବୋଲି ମନେ କରାଯାଇଛି। ଯଦି ଓମ୍ ଓ ଗୁଞ୍ଜରଣ ଶୋଭା ହେଉଛି, ତାହେଲେ ଏହା ବହୁତ ଭଲ ସଂକେତ ହୋଇଥାଏ। ସ୍ୱପ୍ନରେ ମନ୍ତ୍ର, ଘଣ୍ଟି, ଶଙ୍ଖର ଶବ୍ଦ ଶୁଣିଲେ ଏହାକୁ ବହୁତ ଭଲ ସଂକେତ ବୋଲି ମନାଯାଇଥାଏ। ଯଦି ସ୍ୱପ୍ନରେ ଝାଡ଼ୁ, ପେଚା, ବଂଶୀ, ହାତୀ, ନେଉଳ, ଝିଟିପିଟି, ସାପ, ତାରା, ଗୋଲାପ ଆଦି ଦେଖୁଥାନ୍ତି, ତାହେଲେ ଏହା ଧନ ପ୍ରାପ୍ତିର ସଂକେତ ହୋଇଥାଏ। ନମ୍ବର 6, ଋଣ ଭାର ବହନ କରିବା। ଅନେକ ଥର ଆପଣମାନେ ଦେଖିଥିବେ କି ଆପଣଙ୍କ ଉପରେ ଋଣ ଭାର ରହିଥାଏ ଏବଂ ଅଚାନକ ଆପଣ ଋଣ ମୁକ୍ତିର ମାର୍ଗ ମିଳିଯାଇଥାଏ, ତାହେଲେ ଏହା ଈଶ୍ୱରଙ୍କର ସଂକେତ ହୋଇଥାଏ। କିମ୍ବା ପଇସା ଦେବା ନେବା କ୍ଷେତ୍ରରେ ଆପଣଙ୍କ ସପକ୍ଷରେ କୌଣସି ନିଷ୍ପତ୍ତି ଆସିଥାଏ,
ତାହେଲେ ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ଖୁବ୍ ଶୀଘ୍ର କିଛି ଭଲ ହେବାକୁ ଯାଉଛି। ଧନ ପ୍ରାପ୍ତିର ଅଲଗା ଅଲଗା ମାର୍ଗ ଖୋଲିବାର ଈଶ୍ୱରଙ୍କର ସଂକେତ ହୋଇଥାଏ। ଏଥିରୁ ଜଣାପଡ଼ିଥାଏ କି ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ସମାପ୍ତି ହେବାକୁ ଯାଉଅଛି। ଆପଣଙ୍କ ଜୀବନରେ ବହୁତ ଶୀଘ୍ର ଧନର ଆଗମନ ହେବାକୁ ଯାଉଅଛି। ନମ୍ବର 7, ଆଖି ଡେଇଁବା। ପୁରୁଷଙ୍କର ଡାହାଣ ଆଖି ଡେଇଁଲେ ତାହାକୁ ଶୁଭ ବୋଲି ମନାଯାଏ। ଏହି ସବୁ ସଂକେତ ହୋଇଥାଏ ଆପଣଙ୍କ ଜୀବନରେ ବଳ ବୃଦ୍ଧି ହେବାର ସମ୍ଭାବନା ଅଛି। ମହିଳାମାନଙ୍କର ବାମ ଆଖି ଡେଇଁଲେ ଏହା ଅତି ଭଲ ସଂକେତ ହୋଇଥାଏ। ଏହା ଆପଣଙ୍କ ମନର ସକାରାତ୍ମକ ଭାବନାକୁ ସୃଷ୍ଟି କରିଥାଏ। 8, ଶଙ୍ଖ ଧ୍ୱନି ଶୁଣିବା। ଯଦି ସକାଳୁ ସକାଳୁ ଆପଣଙ୍କୁ ଶଙ୍ଖ ଧ୍ୱନି ଶୁଣାଯାଉଛି ତେବେ ଏହାକୁ ବହୁତ ଭଲ ସଂକେତ ବୋଲି ମନାଯାଇଥାଏ। ସକାଳ ସମୟରେ ଶଙ୍ଖ ଧ୍ୱନି ଶୁଣିବାର ଅର୍ଥ ହେଉଛି କି ଆପଣଙ୍କର ଭାଗ୍ୟ ବହୁତ ଶୀଘ୍ର ଖୋଲିବାକୁ ଯାଉଅଛି। ନମ୍ବର 9, ଝାଡ଼ୁ ଦେଖିବା। ଝାଡ଼ୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ମନାଯାଇଥାଏ। ଯଦି ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି, ରାସ୍ତାରେ କୌଣସି ବ୍ୟକ୍ତି ଝାଡ଼ୁ କରୁଥିବାର ଦେଖୁଛନ୍ତି, ତାହେଲେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ଅଛନ୍ତି ଏବଂ ଆପଣଙ୍କ ଘରର ସବୁ ଅସୁବିଧା ଦୂର ହେବାକୁ ଯାଉଛି। ତା ସହିତ ଆପଣଙ୍କର ଧନ ପ୍ରାପ୍ତି ହେବାର ସମ୍ଭାବନା ମଧ୍ୟ ଅଛି। ନମ୍ବର 10, ହାତ ପାପୁଲି କୁଣ୍ଡାଇ ହେବା। ଯଦି କୌଣସି ମହିଳାଙ୍କର ବାମ ହାତ ପାପୁଲି ପୁରୁଷଙ୍କର ଡାହାଣ ହାତ ପାପୁଲି କୁଣ୍ଡାଇ ହେବାର ଆରମ୍ଭ ହୋଇଯାଉଛି ତାହେଲେ ଏହା ଶୁଭ ସଂକେତ ବୋଲି ମନାଯାଇଥାଏ ଏବଂ ଏହି ଅର୍ଥ ହେଉଛି ଆପଣଙ୍କୁ ଆକସ୍ମିକ ଧନ ଲାଭ ହେବାର ଅଛି। ନମ୍ବର 11, ସମୂହରେ ପିମ୍ପୁଡ଼ି ଦେଖିବା। ଯଦି ଅଚାନକ ଆପଣଙ୍କ ଘର ଅଗଣାରେ ବା କବାଟରେ ଅନ୍ୟ କୌଣସି ସ୍ଥାନରେ ସମୂହରେ କଳା ପିମ୍ପୁଡ଼ି ଦେଖୁଛନ୍ତି ତାହେଲେ ଏହା ସ୍ପଷ୍ଟ ସଂକେତ ହୋଇଥାଏ କି ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ହେବାକୁ ଯାଉଛି ଏବଂ ଆପଣଙ୍କ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଅଛି। ନମ୍ବର 12, ଜଳରେ ଭର୍ତ୍ତିଥିବା ପାତ୍ର ଦେଖିବା। ଯଦି ଆପଣ କୌଣସି ଜରୁରୀ କାମ କରିବାକୁ ଘରୁ ବାହାରି ଯିବା ସମୟରେ କୌଣସି ବ୍ୟକ୍ତିଙ୍କ ହାତରେ ଜଳ ଭରା ହୋଇ କୌଣସି ପାତ୍ରକୁ ଦେଖୁଛନ୍ତି ତାହେଲେ ଏହାର ବହୁତ ଭଲ ସଂକେତ ହୋଇଥାଏ ଏବଂ ଆପଣ କୌଣସି କାର୍ଯ୍ୟରେ ଯାଉଛନ୍ତି ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ନମ୍ବର 13, 3ଟି ଝିଟିପିଟି ଗୋଟିଏ ସ୍ଥାନରେ ଦେଖିବା। ଘରେ ଅଚାନକ 3ଟି ଝିଟିପିଟି ଗୋଟିଏ ସ୍ଥାନରେ ଏକାଠି ଦେଖାଯାଉଛନ୍ତି ତାହେଲେ ଏହାକୁ ବହୁତ ଶୁଭ ସଂକେତ ମନାଯାଇଥାଏ। ଏହା ମା ଲକ୍ଷ୍ମୀଙ୍କର ଆଗମନର ସଂକେତ ହୋଇଥାଏ ଏବଂ ଏହା ବି କୁହାଯାଇଛି କି ଯଦି ଝିଟିପିଟି ଦୌଡ଼ୁଥିବାର ଦେଖାଯାଉଥାଏ ତାହେଲେ ଏହା ଘରର ଉନ୍ନତିର ସଂକେତ ଦେଇଥାଏ। ଦୀପାବଳି ଦିନ ତୁଳସୀ ଗଛରେ ଝିଟିପିଟି ଦେଖାଗଲେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଇଥାଏ ଏବଂ ଏହା ଅପାର ଧନ ଲାଭ ସଂକେତ ହୋଇଥାଏ। ନମ୍ବର 14, ପେଚା ଦେଖିବା। ମା ଲକ୍ଷ୍ମୀଙ୍କର ବାହନ ପେଚା ଆପଣଙ୍କ ଘର ବାହାରେ ବହୁତ ଦିନ ହେଲା ଦେଖାଯାଉଛି ତାହେଲେ ଜାଣିନିଅନ୍ତୁ କି ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହେବାକୁ ଯାଉଛି ଏବଂ ଆପଣଙ୍କୁ ବହୁତ ଶୀଘ୍ର ଅପାର ଧନ ପ୍ରାପ୍ତି ହେବାର ଅଛି। ଯଦି ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଏବଂ ରାସ୍ତାରେ କୌଣସି କୁକୁର ମୁହଁରେ ରୁଟି ଦେଖୁଛନ୍ତି ତାହେଲେ ଏହା ଏହି କଥାର ସଂକେତ ହେଉଛି କି ଆପଣଙ୍କୁ ବହୁତ ଶୀଘ୍ର ଅପାର ଧନ ପ୍ରାପ୍ତି ହେବ। ନମ୍ବର 15, ବର ବଧୂ ଏକା ସାଙ୍ଗରେ ଦେଖିବା। ଯଦି ଆପଣ ସକାଳୁ ସକାଳୁ ଘରୁ କୌଣସି କାର୍ଯ୍ୟକୁ ବାହାରୁଛନ୍ତି ଯିବା ରାସ୍ତାରେ ନବବିବାହିତା ବର ବଧୂକୁ ଏକା ସାଥିରେ ଦେଖୁଛନ୍ତି ତାହେଲେ ଜାଣିନିଅନ୍ତୁ ଆପଣଙ୍କର ବହୁତ ଜଲ୍ଦି ଭଲ ସମୟ ଆସିବାକୁ ଯାଉଛି। ନମ୍ବର 16, ସାପ ଏବଂ ମାଙ୍କଡ଼ ଦେଖିବା। ଆପଣ ଯାତ୍ରା କରୁଥିବା ସମୟରେ ଯଦି ସାପ ଏବଂ ମାଙ୍କଡ଼ ଦେଖାହେଉଛନ୍ତି ତାହେଲେ ଏହା ଭଲ ସମୟରେ ଆସିବାର ଶୁଭ ସଂକେତ ବୋଲି ହୋଇଥାଏ। ଆପଣଙ୍କ ଜୀବନରେ ଆର୍ଥିକ ସଙ୍କଟ ଦୂର ହେବାକୁ ଯାଉଛି। ଆପଣଙ୍କ ଧନର ଆଗମନ ହେବାକୁ ଯାଉଛି। ଖାଲି ସେତିକି ନୁହେଁ, ଘରେ ଯଦି ବାଦୁଡ଼ି ବସା କରିଥାଏ ତେବେ ଏହାକୁ ବହୁତ ଶୁଭ ସଂକେତ ବୋଲି ମନାଯାଇଥାଏ। ନମ୍ବର 17, କଇଁଚ ଦେଖିବା। କଇଁଚ ଅତ୍ୟନ୍ତ ଶୁଭ ହୋଇଥାଏ। ଭଗବାନ ବିଷ୍ଣୁ କଇଁଚ ଅବତାର ନେଇଥିଲେ। କଇଁଚ ଯଦି ଆପଣଙ୍କୁ ସ୍ୱପ୍ନରେ ଦେଖାଯାଉଛି ତେବେ ଏହା ଆପଣଙ୍କର ଭାଗ୍ୟ ଖୋଲିବାର ସଂକେତ ହୋଇଥାଏ। ନମ୍ବର 18, ହାତୀ ଦେଖିବା। ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ହାତୀ ନିକଟରେ ଶୁଣ୍ଢ ଉଠାଇ ଠିଆ ହୋଇଛି ତାହେଲେ ଆପଣଙ୍କ ଘରକୁ ମା ଲକ୍ଷ୍ମୀ ଆଗମନ ହେବାର ସଂକେତ ଅଛି। ଆପଣଙ୍କ ପରିବାର ସୁଖ ସମୃଦ୍ଧି ବଢ଼ିବାରେ ଲାଗିବ। ହାତୀକୁ ପ୍ରଭୁ ଗଣେଶର ପ୍ରତୀକ ବୋଲି ମନାଯାଇଛି। ନମ୍ବର 19, ବର୍ଷା ସମୟରେ ସୂର୍ଯ୍ୟଙ୍କୁ ଦେଖିବା। ଆମେ ଜାଣିଛେ ସାଧାରଣତଃ ବର୍ଷା ସମୟରେ ଆକାଶ ମେଘୁଆ ଯୋଗୁଁ ସୂର୍ଯ୍ୟ ଲୁଚିଥାନ୍ତି କିନ୍ତୁ ଯଦି ଆପଣ ବର୍ଷା ଲାଗିଥିବା ସମୟରେ ସୂର୍ଯ୍ୟ ଦେଖୁଛନ୍ତି ତେବେ ଏହା ବହୁତ ଭଲ ସଂକେତ ହୋଇଥାଏ। ଏହି ସଂକେତକୁ ଆପଣ ଆଗାମୀ ଦିନରେ ମାଲାମାଲ କରିବାରେ ସାହାଯ୍ୟ କରିଥାଏ। ନମ୍ବର 20, ସବୁଜିମା ଗ୍ରୀନରୀ ଦେଖିବା। ଯଦି ଆପଣ ସକାଳୁ ଉଠିବା ସମୟରେ ଆପଣଙ୍କ କବାଟ ଝରକା ବାଟରେ ଗ୍ରୀନରୀ ବା ସବୁଜ କ୍ଷେତ ଦେଖିବାକୁ ସହିତ ପାଖରେ ଯଦି ନଦୀ ଦେଖୁଛନ୍ତି ତାହେଲେ ତେବେ କ'ଣ କହିବା? ସୋନେ ପର ସୁହାଗା। ନମ୍ବର 21,
दही बा क्षीर देखिबा जदि आपण सकाळु उठिबा समय दही बा क्षीर देखुचंती तेबे यह बहुत भल संकेत होइथाए। ଏହା ସହିତ ଯଦି ଆପଣ କ୍ଷୀର ଗରମ କଲାବେଳେ କ୍ଷୀର ବାର୍ ବାର୍ ଉତୁରୁ ଥାଏ ତେବେ ଏହା ବହୁତ ଭଲ ସଂକେତ ବୋଲି ମାନି ନେବା ଉଚିତ। नंबर 22 भूल ओलटा पोशाक पिंधिबा केबे केबे आमे तरबरे ओलटा कपड़ा पिंधि दे किंतु द्वितीय थर यह आम सहित हुए तेबे आमे बुझीजा उचित कि सुख समृद्धि जल्दी आपण कबाट बाड़ेब। नंबर 23 रास्तार शुभ जिनिस मिलवा रास्तार जाऊथुवा समय आपण पैसा बा टंका घोड़ार नाल चारिपत्र थिबा घास मिलजिबा तेबे ताकू अवश्य संभाळिकी रखिबा दरकार कारण एही आपणको भाग्य को उज्जवल करि पारे। नंबर 24 आखु देखिबा सकाळ सकाळ आपण यात्रा करथुवा समय रे जेउठारे जिबे सेथरे आखु देखिबा अत्यंत शुभ संकेत होइता। नंबर 25 अगणार जदि चारा गछर वृद्धि जेतेबेले आपणको भलो समय आसीबार थिबो आपणको गगणारे चारा गछ बा तुलसी गछ वृद्धि होइता तेबे आपण बुझिनेबा उचित जे आपणकर खराब समय समाप्त होबाकू जाउछि। नंबर 26 धला पारा देखिबा अत्यंत शुभ माना जाइथाए। एही संकेत को आगामी दिन रे धन प्राप्ति द्वारा बोली मना जाइथाए। नंबर 27 नड़िया देखिबा सकाळे उठिबा परे नड़िया बा श्रीफल देखिबा अत्यंत शुभ बोली मना जाइथाए। नंबर 28 दीपर सीधा जलिबा आपण पूजा करथुवा समय रे देखिबा जे दीपर शिखा मध्य सीधा जलुथिबा गोटे धारा रे जलुथिबा एवं आपण बुझिनेबा उचित जे भगवान आपणको ऊपर प्रसन्न हो रहिछंती और आपणको भलो समय बहुत जल्दी आसीबाकू जाउछि। नंबर 29 घरे बिलेई छुआ जन्म करबा जदि आपणको घरे बिलेई छुआ को जन्म देउछि तेबे आगामी दिन बहुत जल्दी खुशी खबर पाइबार भल संकेत अछि। नंबर 30 पक्षी मल त्याग करबा जदि आपण केउ आडे यात्रा करूछंती सेही समय रे गछरे बसिथिबा किंबा उडुथिबा पक्षी आपणको ऊपर मल त्याग करिथाए एहा मध्य आगामी दिन रे धनवान हबार संकेत देइथाए। दर्शक बंधु आपणको जदि एही 30 संकेत मध्यरु गोटे भी आपणको सहित घटी थाए तेबे डेरी न करी कमेंट रे जय मां लक्ष्मी लिखि दियंतु। जदि मो द्वारा किछि भूल हेछि तेबे मते क्षमा करिवे। ओ जय मां लक्ष्मी।